ଶୁଣନ୍ତୁ ସିଏ ଧାମ ଲେଖିଛି ସିଏ ତାପରେ ତାର ଯେଉଁମାନେ ସେବାୟତ ଯେଉଁମାନେ ଯାଇଥିଲେ ସିଏ ଯଦି ତାଙ୍କ କଥା ଅନୁସାରେ ପୁଣି ମନ୍ଦିର ବି କରିଦେଇପାରେ। ଧାମ ମନ୍ଦିର ଏଇଟା ଗୋଟେ ଗୋଟେ ଷ୍ଟେଟ୍ ପାଇଁ ଏଇଟା ଗୋଟେ କିଛି ବଡ଼ କଥା ନୁହେଁ। ଆଉ ବି ଦ୍ୱିତୀୟରେ ଯେଉଁମାନେ ୟାକୁ ବିରୋଧ କରୁଛନ୍ତି ସେମାନେ କିଏ ହୁଏତ କେଉଁ ସେବାୟତ ପଇସା ଆର୍ଥିକ ଦୃଷ୍ଟିରୁ ସିଏ ଭାବିଥିବେ ଯେ ମମତା ବାନାର୍ଜୀ ଏମାନେ ସେବା କରିବାକୁ ଗଲେ ସିଏ ତାଙ୍କର ସେବକ ହିସାବରେ ସିଏ ଗଲେ ତାଙ୍କ ସେବା କଲେ ଠାକୁରଙ୍କ ସେବା। ଜଗନ୍ନାଥ ହେଉଛି ସର୍ବତ୍ର 1800 ପୃଥିବୀରେ 1800 ଜଗନ୍ନାଥ ମନ୍ଦିର ଅଛି। ମାନେ ଆଉ ସବୁ କ'ଣ ଧାମ ଲେଖିଦେଲେ କ'ଣ କି ଧାମ ହେଇଯାଉଛି ନା? ପୁରୀ ମନ୍ଦିର ପୁରୀ ମନ୍ଦିର ପୁରୀ ମନ୍ଦିରର ସାଇଣ୍ଟିଫିକ ଅଲଗା। ଯେତେବେଳେ ପୁରୀ ମନ୍ଦିରକୁ ଏଠିକି ଯେଉଁମାନେ ପର୍ଯ୍ୟଟକ ଆସୁଛନ୍ତି ସେ ବଙ୍ଗାଳୀ ପର୍ଯ୍ୟଟକ ହୁଅନ୍ତୁ ଅନ୍ୟମାନେ ଏମାନେ ଯେଉଁ ମାନେ ଗୋଷ୍ଠୀ ତାଙ୍କୁ ଯେଉଁ ପ୍ରକାର ଖରାପ ବ୍ୟବହାର ଖରାପ ଚକ୍ଷୁରେ ଦେଖିବା ଆଉ ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ଏ ସମ୍ପର୍କରେ ତ ଅନେକ ଏତଲା ଦିଆଯାଇଛି। ଯେଉଁ ଭକ୍ତମାନେ ଯେଉଁ ବଡ଼ ବଡ଼ ଭକ୍ତମାନେ କହୁଛନ୍ତି ଯେ ଏମାନେ ସେଠି କରିଦେଲେ ଆମର ଇଏ ହେଇଯିବ ସିଏ ହେଇଯିବ। ଆରେ ସେଠି କରିଦେଲେ କ'ଣ ସିଏ ତାର ଗୋଟେ କଲା ଗୋଟେ ତା ନିଜ ଏରିଆରେ ଜଗନ୍ନାଥଙ୍କ ପ୍ରଚାର ପ୍ରସାର ପାଇଁ ସିଏ ଗୋଟେ ମନ୍ଦିର କଲା ସେଟା କିଛି ଖରାପ ନୁହଁ। ଚାରୋଟି ଧାମ ଶୁଣନ୍ତୁ ମୋ କହିବା କଥା ଚାରି ଧାମରେ ସିଏ କ'ଣ ସେଟାକୁ ଜୋରଦବସ୍ତ କରୁଛି? ମୋ କହିବା କଥା ଆମେ ଆମର ଧାମକୁ ଯିବା। ଅଇନା ଯଦି ମମତା ବାନାର୍ଜୀ କରିଛନ୍ତି ବୋଲି ଆମେ ଧାମ ମାମ କହିକି ଗୋଟେ ପଲିଟିକାଲ ଇସ୍ୟୁ କରାଉଛେ ସେଇଟା ଯଦି ଅନ୍ୟାନ୍ୟ ଷ୍ଟେଟ୍ରେ ହେଇଥାନ୍ତା ଆମେ ସେ ବିଷୟରେ ଆଲୋଚନା ହିଁ କରିନଥାନ୍ତେ କି ପ୍ରପାଗାଣ୍ଡା କରିନଥାନ୍ତେ। ଆମେ ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିବା ଦରକାର। ଆମର ଜଗନ୍ନାଥଙ୍କର ପ୍ରଚାର ପ୍ରସାର ସବୁଆଡ଼େ ହେବା ଉଚିତ। ଆଉ ଯେଉଁମାନେ এই କଥାକୁ ମାନେ ତାଙ୍କୁ ଖରାପ ଲାଗୁଛି ସେମାନେ ଯେତେବେଳେ ଏଇ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ପୁରୀକୁ ତାକୁ ଯେଉଁ ପ୍ରକାର ଅସଭ୍ୟ ଭାଷାରେ କହିବା ଅସଭ୍ୟ ଭାଷାରେ ଗାଳି କହିବା ସେ ସମ୍ପର୍କରେ କ'ଣ କାହିଁ ଏତଲା ତ କେହି ଦେଉନାହାନ୍ତି। ଯେଉଁ ଭକ୍ତ ବା ଦାସିଆ ମାନେ ବଡ଼ ବଡ଼ କଥା କହୁଛନ୍ତି କିଏ କହିଲାଣି ମୁଁ ପ୍ରାଇମ ମିନିଷ୍ଟରକୁ ଲେଖା ଦେଲି। ଭାଇ ଓଡ଼ିଆରେ ଦେଲୁ ନା ଇଂଲିଶରେ ଦେଲୁ? ତୁ ନିଜେ ଲେଖୁଛୁ ନା ଅନ୍ୟ କିଏ ଲେଖିଛି? ଏଗୁଡ଼ା ଦେଖିବା ଦରକାର। ଏଗୁଡ଼ା ହେଉଛନ୍ତି କ'ଣ କହିଲେ ଏଇଟା ହେଉଛନ୍ତି ଏ ଯେଉଁ କହନ୍ତିନି ଏଇ ଯେଉଁ ମାନେ ନିଜର ଆତ୍ମପ୍ରଚାର ଛଳରେ ନିଜର ସ୍ଥିତି ରକ୍ଷା କରିବା ପାଇଁ ଏଇ ଗୋଟେ ଉଦ୍ୟମ। ସିଏ ଯିଏ ବି ହଉ ଯିଏ ପ୍ରାଇମ ମିନିଷ୍ଟରକୁ ଲେଖିକି ଦେଲେ ମୋ କହିବା କଥା ପ୍ରାଇମ ମିନିଷ୍ଟର ଲେଖିକି ଦେଲେ କ'ଣଟା ହବ? এইটা তো ଗୋଟେ କିଛି ବଡ଼ କଥା ନୁହଁ। ମମତା ବାନାର୍ଜୀ ବୋଲି ପ୍ରାଇମ ମାନେ ଲେଖିକି ଦେଇକି ନିଜର ପ୍ରଚାର ପ୍ରସାର କରିବା। ସିଏ ଧାମ ସିଏ କ'ଣ କହିଛନ୍ତି ଠିକ ବୋଲି ସିଏ ଲେଖି ଦେଇଛନ୍ତି। ଯଦି ବିଭିନ୍ନ ଜାଗାରୁ ତାକୁ ଇଏ କରାଯିବ ଆମର ଆଇନ ମନ୍ତ୍ରୀ ବି ଲେଖିକି ଦେଇଛନ୍ତି ରାଜା ବି ଅନୁରୋଧ କରିଛନ୍ତି ସେ ଅନୁରୋଧକୁ ସେମାନେ ବି ସିଏ ତାକୁ ବି ଚେଞ୍ଜ କରିଦେଇ ପାରନ୍ତି ମନ୍ଦିର କରିଦେଇ ପାରନ୍ତି। ଏଇଟା ଗୋଟେ ଦେଶ ପାଇଁ ଗୋଟେ ବଡ଼ କଥା ନୁହଁ। ଜଗନ୍ନାଥଙ୍କର ପ୍ରଚାର ପ୍ରସାର କରୁଛି କୋଉଠି ସେ ଶୁଣନ୍ତୁ ସିଏ କ'ଣଟା କୋଉଠି ଗ୍ୟାସ ରହୁଛି କୋଉଠି ରହୁଛି ପୁରୀ ମନ୍ଦିର କଥା ଅଲଗା ଆଉ ଅନ୍ୟମାନଙ୍କର ମନ୍ଦିର କଥା ଅଲଗା। ପୂଜାପୂଜି ରୀତିନୀତି ତାଙ୍କର ସେଇ ଅନୁସାରେ ହବ। ସବୁଠି ବି ମନ୍ଦିର ଅଛି। ମୁଁ କହିଲି 1800 ମନ୍ଦିର ବିଶ୍ୱରେ ଅଛି। ଏଠି ବି ଗୋଟେ ଫତେଗଡ଼ରେ ନୟାଗଡ଼ ଫତେଗଡ଼ରେ ବି ଗୋଟେ ଭଲ ଅଛି। ଆଉ ସେ ଧାମଟା ପରିବର୍ତ୍ତନ କରିଦେଲେ ଗଲା ମାନେ ଏଥିରେ ଦ୍ୱନ୍ଦ୍ୱ କିଛି କରିବାର ନାହିଁ। ଆଉ ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଏଥିରେ ଯେଉଁ ଡ୍ରାମା କରୁଛନ୍ତି ଐତିହ୍ୟ ନାଁରେ ଗୋଟେ ମିଛରେ ଗୋଟେ ଯେଉଁ ଡ୍ରାମା ଶୁଖିଲା ଆତ୍ମପ୍ରଚାର କରୁଛନ୍ତି ସେମାନେ କ୍ଷାନ୍ତ ରହିବା ଉଚିତ। କାରଣ ଏଇଟା ଗୋଟେ ସାମାଜିକ ସ୍ତରରେ ଇସ୍ୟୁ ନୁହଁ। ଆଉ ଯେଉଁମାନେ ନାରୀମାନେ ସେଠି ନିର୍ଯାତିତ ହେଉଛନ୍ତି ତାଙ୍କ ସପକ୍ଷରେ ତ ଏଇ ସୋ କଲ୍ଡ ଲୋକମାନେ ବାହାରୁନାହାନ୍ତି ପ୍ରାଇମ ମିନିଷ୍ଟରକୁ ଚିଠି ଲେଖୁନାହାନ୍ତି ଏଠି ଆମର ଏଇ ପ୍ରକାର ଅସଭ୍ୟ ଭାଷାରେ ନାରୀମାନଙ୍କୁ ନିର୍ଯାତନା ଦିଆହେଉଛି। ସେତେବେଳେ ତାଙ୍କ ହାତରୁ ଲେଖାଟା ସେ ନିଜେ ଲେଖନ୍ତି ନା ଅନ୍ୟ ଦ୍ୱାରା କାହା ଦ୍ୱାରା ଲେଖାନ୍ତି? ମୋ କହିବା କଥା ନିଜର ଆତ୍ମପ୍ରଚାର ପାଇଁ ଏଇସବୁ ପ୍ରକାର କୁଚାରଟନା କରିବା ଆଉ ଏଇ ପ୍ରକାର ମିଥ୍ୟା ଆରୋପ ଲଗେଇବା ଏ ଦଳରେ ରହିକି ପୁଣି ତାପରେ ପୁଣି ନିଜର ଯେତେବେଳେ ପାୱାର କମିଯାଏ ମୁଁ ସେ ଦଳରେ ଯାଇକି ମାମଲତିକାରୀ କରିବି କୋଉ ଇସ୍ୟୁ ହେଲେ ମୁଁ ମୁଣ୍ଡ ଟେକିବି ଏ ପରମ୍ପରାଠୁ ସମସ୍ତେ ଦୂରେଇ ରହିବା। ଶୁଣନ୍ତୁ ସେ ସେବାୟତ ଦାରୁ ବା ସେ କନଫର୍ମ ହେଇଗଲା। ସିଏ କହିଲେ ମୁଁ ଏଠି ନେନି ଭୁବନେଶ୍ୱର ତିଆରି କରି ନେଇକି ଯାଇଛି। ମୋ କହିବା ସିଏ ତାଙ୍କର ହେଲା ପୂଜକ ସିଏ ତାଙ୍କର ହେଲା ଯଜମାନ ସିଏ ତାଙ୍କର ଯାହା କଲେ ସିଏ ସେଥିରେ ତ କେହି ମାନେ ଇଏ କରୁନାହାନ୍ତି। ସିଏ ବି ନିଜେ
ଆମର ମନ୍ଦିର ପ୍ରଶାସନ ତାକୁ ଯୋଉ 7 ଦିନିଆରେ ନୋଟିସ ଦେଇଛନ୍ତି ସେ ଲେଖାଟା ସେ ତାଳମେଳ ସେ ମେଳରେ ଲେଖିବେନି 7 ଦିନ ଯୋଉ ନୋଟିସ ଦେଇଛନ୍ତି ସେ ନୋଟିସରେ ସେ କଣ ଲେଖା ଲେଖି କରିବେ ସେଇଟାକୁ ସିଏ ନିଜେ ବୁଝିବେ ଆଉ ନିଜେ ଲେଖା ଅନୁସାରେ ସିଏ ନିଜେ କାର୍ଯ୍ୟାନୁଷ୍ଠାନ ନେବେ କିନ୍ତୁ ସିଏ ଯେ କିଛି ଏମିତି ଅପରାଧ କରିଦେଇଛନ୍ତି ତା ବି ନୁହେଁ କାରଣ ଅନେକ ଲୋକଙ୍କର ନିମ୍ବ କାଠ ପ୍ରତ୍ୟେକ ସେବକଙ୍କ ଘରେ ଥାଏ ଆଉ ସେଇଟା ବି ସେମାନଙ୍କର ମାନେ ଆଉ ଏଇ ଯୋଉ କଥାଟା କହୁଛନ୍ତି ନିମ୍ବକଟା ନିମ୍ବକଟରେ ତ ଅନ୍ୟମାନେ ଅନ୍ୟ ଜିନିଷ କରିଦେଇ ପାରିବେ ନିମ୍ବ ଅସୁବିଧା କୋଉଠି ରହିଛି।